ଲକ୍ଷ୍ମୀ ପ୍ରସାଦ ପରିଶ୍ରମ କରି ବହୁତ ଧନ ଅର୍ଜନ କରିଥିଲେ। ତେଣୁ ସେ ନିଜର ଧନର ଅପବ୍ୟୟକୁ ଆଦୌ ପସନ୍ଦ କରୁନଥିଲେ। ଘର ସାରାର ଖର୍ଚ୍ଚ ସେ ନିଜ ହାତରେ କରୁଥିଲେ। ଏପରିକି ପତ୍ନୀଙ୍କ ହାତକୁ ମଧ୍ୟ କାଣି କଉଡ଼ିଟିଏ ବି ଦେଉନଥିଲେ। ଥରେ ଲକ୍ଷ୍ମୀପ୍ରସାଦଙ୍କ ଘରର ରାନ୍ଧୁଣୀ ମହିଳା ଅଚାନକ କାମକୁ ଆସିବା ବନ୍ଦ କରିଦେଲା। ଯୋଗକୁ ତା ପରଦିନ ଜଣେ ମଧ୍ୟବୟସ୍କା ମହିଳା ଲକ୍ଷ୍ମୀପ୍ରସାଦଙ୍କ ଘରେ ଆସି ପହଞ୍ଚିଲେ ଆଉ କହିଲେ, ମୋର ନାମ ସାବିତ୍ରୀ। ମୁଁ ଆପଣଙ୍କ ଘରେ ରୋଷେଇ କାମ କରିବାକୁ ଆସିଛି। ମୋତେ ଆପଣଙ୍କର ପୁରୁଣା ରାନ୍ଧୁଣୀ ପଠେଇଛନ୍ତି। ମହିଳାଙ୍କର ପରିଷ୍କାର ପରିଚ୍ଛନ୍ନତା ଓ ସିଧାସଳଖ କଥା ଶୁଣି ଲକ୍ଷ୍ମୀପ୍ରସାଦ ପ୍ରଭାବିତ ହେଲେ। ସାବିତ୍ରୀର ବ୍ୟବହାରରେ ଖୁସି ହୋଇ ଲକ୍ଷ୍ମୀପ୍ରସାଦ କହିଲେ, ତୁମେ ଆଜିଠାରୁ କାମରେ ଲାଗିଯାଅ। ଏଇ ଓଳିର ରୋଷେଇ ବି ତୁମେ କରିବ। ଏହା କହି ଲକ୍ଷ୍ମୀପ୍ରସାଦ ନିଜ ପତ୍ନୀଙ୍କୁ ଡାକି ସବୁ କଥା ବୁଝାଇ ଦେଲେ ଓ ନିଜ କାମରେ ଚାଲିଗଲେ। ଲକ୍ଷ୍ମୀପ୍ରସାଦ ବାହାରକୁ ଚାଲିଯିବା ମାତ୍ରେ ତାଙ୍କ ପତ୍ନୀ ସାବିତ୍ରୀକୁ ବୁଝାଇ କହିଲେ, ଶୁଣ, ଚାକିରି ଦେବା ଯାଏଁ ମୋ ସ୍ୱାମୀଙ୍କର ଦାୟିତ୍ୱ। ତାପରେ ତୁମକୁ ମୋର ହୁକୁମ ମାନି ଚଳିବାକୁ ପଡ଼ିବ। ତୁମେ ଏଇ ଘରର ଭେଦ ଯଦି ଅନ୍ୟ କାହା ଆଗରେ ପ୍ରକାଶ କରିବ, ତେବେ ତୁମ ଚାକିରି ଚାଲିଯିବ। ବୁଝିପାରୁଛ? ସାବିତ୍ରୀ ଖୁବ୍ ଶୀଘ୍ର ସେଇ ଘରର ଭେଦ କଥା ଜାଣିଗଲେ। ଲକ୍ଷ୍ମୀପ୍ରସାଦଙ୍କ ନାମ ଶୁଣିଲେ ସାରା ଘର କମ୍ପି ଉଠୁଥିଲା। ସେ ଘରର କୌଣସି ସଦସ୍ୟଙ୍କର କିଛି ବି ଅସୁବିଧା ହେବାକୁ ଦେଉନଥିଲେ। ତଥାପି ତାଙ୍କୁ ଘରର କୌଣସି ସଦସ୍ୟ ଆନ୍ତରିକ ଭାବରେ ଭଲ ପାଉନଥିଲେ। ଏହାର କାରଣ ଥିଲା ସେ କାହା ଉପରେ ଭରସା କରି ପଇସାଟିଏ ବି ଖର୍ଚ୍ଚ କରିବାକୁ ଦେଉନଥିଲେ। ଘରର ସବୁ ସଦସ୍ୟଙ୍କ ମନରେ ଧାରଣା ଥିଲା ଲକ୍ଷ୍ମୀପ୍ରସାଦ ଅତି କୃପଣ। ସେ ବାହାରକୁ ଚାଲିଯିବା ମାତ୍ରେ ପିଲାମାନେ ବିଭିନ୍ନ ଅଳି ଅର୍ଦଳି କରି ମାକୁ ପଇସା ମାଗୁଥିଲେ। ପିଲାମାନଙ୍କୁ ଖୁସି କରିବା ପାଇଁ ମା ଘରର ସଉଦାପତ୍ର ଲୁଚାଇ ବିକ୍ରି କରିଦେଉଥିଲେ। ସେଇ ପଇସାରେ ପିଲାମାନଙ୍କର ଖର୍ଚ୍ଚ ତୁଲାଉଥିଲେ। ଏହି କାରଣରୁ ଘରର ଆବଶ୍ୟକତାଠାରୁ ଅଧିକ ଜିନିଷ ସେ ଲକ୍ଷ୍ମୀପ୍ରସାଦଙ୍କ ହାତରେ ମଗାଉଥିଲେ। ଖର୍ଚ୍ଚ ବାଦ ବଳକା ଚିଜ ଘରର ଚାକରବାକରଙ୍କ ହାତରେ ଦୋକାନରେ ବିକ୍ରି କରାଇ ପଇସା ଆଣୁଥିଲେ। ସାବିତ୍ରୀ ଏ କଥା ଜାଣିବା ପରେ ମାଲିକାଣୀକୁ ପଚାରିଲା, ମା, ତୁମେ ମାଲିକଙ୍କ ହାତରେ ଦରକାରଠାରୁ 2 ଗୁଣା ଜିନିଷ ମଗେଇ ଆଣୁଛ। ମାଲିକ ଯଦି ଜାଣିଯିବେ, ତେବେ ସେ ଭାବିବେ ମୁଁ ଅଯଥା ଖର୍ଚ୍ଚ କରାଇ ଦେଉଛି। ତୁମେ ଭୟ କରିବାର ଆବଶ୍ୟକତା ନାହିଁ। ମାଲିକ ଯାହା ଥରେ ଖର୍ଚ୍ଚ କରିଦିଅନ୍ତି, ତା ବିଷୟରେ ସେ ପୁଣି ଥରେ ଚିନ୍ତା କରନ୍ତି ନାହିଁ। ମାଲିକାଣୀ ବୁଝାଇ ଦେଲେ। କିନ୍ତୁ ସାବିତ୍ରୀକୁ ଏପରି କଥା ଭଲ ଲାଗିଲା ନାହିଁ। ବିଶେଷ କରି ମାଲିକଙ୍କୁ ସେମାନେ ଏପରି ପର ଭାବିବା କଥା ସେ ପସନ୍ଦ କରିପାରୁନଥିଲା। ଦିନେ ଲକ୍ଷ୍ମୀପ୍ରସାଦଙ୍କ ପତ୍ନୀ ପତିଙ୍କ ହାତରେ 5 କେଜି ଘିଅ ମଗାଇଲେ। ତାପରେ ସାବିତ୍ରୀକୁ ସେଥିରୁ ଅଧା ଘିଅ ଦେଇ ବଜାରରେ ବିକ୍ରି କରି ଆଣିବାକୁ କହିଲେ। ସାବିତ୍ରୀ ଘିଅ ବିକ୍ରି କରି ଚାଲି ଆସିଲେ। ସେ ଭିତରକୁ ଆସିବା ବେଳେ ହାତରେ ପଇସା ଓ ଘିଅ ଡବା ଥିଲା। ସେ ଜାଣିଥିଲେ ଏହି ସମୟରେ ମାଲିକ ଲକ୍ଷ୍ମୀପ୍ରସାଦ ବୈଠକ ଘରେ ଆରାମ କରନ୍ତି। ସେ ଘିଅ ବିକ୍ରି କରିଥିବା ପଇସାରୁ ଗୋଟିଏ ମୁଦ୍ରା ଲକ୍ଷ୍ମୀପ୍ରସାଦଙ୍କୁ ଦେଖାଇ ପଚାରିଲେ, ମାଲିକ ଆଜ୍ଞା, ଦେଖିଲେ ଏଇଟା ନକଲି ପଇସା ନୁହେଁ ତ? ଲକ୍ଷ୍ମୀପ୍ରସାଦ ମୁଦ୍ରାକୁ ଏପଟ ସେପଟ କରି ଦେଖିଲେ। କହିଲେ, ଏଇଟା ନକଲି ନୁହେଁ, କିନ୍ତୁ ଏହା ତୁମ ହାତକୁ ଆସିଲା କିପରି? ମୁଁ ଦୋକାନରେ ଘିଅ ବିକ୍ରି କରି ଏଇ ପଇସା ଆଣିଛି। ଘିଅ କାହିଁକି ବିକ୍ରି କଲ? ମାଲିକ ଆଶ୍ଚର୍ଯ୍ୟ ହୋଇ ପଚାରିଲେ। ସାବିତ୍ରୀ ଭୟଭୀତ ହେବା ପରି ଅଭିନୟ କରି ସବୁ କଥା ଶୁଣେଇଲେ ଓ କହିଲେ, ମାଲିକ, ଏଇଟା କିଛି ନୂଆ କଥା ନୁହେଁ। ପ୍ରତିଦିନ ଏପରି ଚାଲିଥାଏ। ଲକ୍ଷ୍ମୀପ୍ରସାଦ କ୍ରୋଧିତ ହୋଇ ଉଠିଲେ ଓ ନିଜ ପତ୍ନୀଙ୍କୁ ଡାକି ବହୁତ ତିରସ୍କାର କଲେ। ଲକ୍ଷ୍ମୀପ୍ରସାଦଙ୍କ ପତ୍ନୀ ଚୁପଚାପ ଠିଆ ହୋଇ ଶୁଣୁଥିଲେ। ମାଲିକ, ଶାନ୍ତ ହୁଅନ୍ତୁ। ପ୍ରକୃତରେ ଆପଣଙ୍କର ସବୁ ଭୁଲ। ଆପଣ ମାଲିକାଣୀଙ୍କ ହାତରେ ପରିବାରର ଅତିରିକ୍ତ ଖର୍ଚ୍ଚ ପାଇଁ ପଇସା ଦେଉଥିଲେ, ସେ ଏପରି କରିଥାନ୍ତେ କାହିଁକି? ପିଲାମାନେ ଖେଳଣା କି ଜଳଖିଆ ଖାଇବାକୁ ପଇସା ମାଗିଲେ ସେ କ'ଣ କରିବେ? ସବୁ କଥା ପାଇଁ ଆପଣଙ୍କୁ ପଇସା ମାଗିବା ସମ୍ଭବ ନୁହେଁ। ଆଉ କାହା କଥା କ'ଣ କହିବି? ମୋ ପତି ଯଦି ମୋ ହାତରେ ଅଳ୍ପ ବହୁତ ପଇସା ଦେଇଥାନ୍ତେ, ତେବେ ମୋତେ ଏପରି ରୋଷେଇ କାମ କରିବାକୁ ପଡ଼ିନଥାନ୍ତା।
ମୁଁ ଜାଣିଛି ଯେ ମୁଁ ଆପଣଙ୍କ ଘରର ଭେଦ କଥା ଖୋଲିଦେଲି। ମୋତେ ଏଇ ଚାକିରି ହରାଇବାକୁ ପଡ଼ିବ। ଏପରି କହି ସାବିତ୍ରୀ ସବୁ ପଇସା ଲକ୍ଷ୍ମୀପ୍ରସାଦଙ୍କ ହାତରେ ଧରାଇଦେଲେ ଓ ବାହାରି ଯିବାକୁ ଲାଗିଲେ। ମାତ୍ର ସାବିତ୍ରୀ ଦୁଆର ବନ୍ଧ ପାର କରିବା ପୂର୍ବରୁ ମାଲିକ ଓ ମାଲିକାଣୀ ଏକା ସାଙ୍ଗରେ ଡାକି କହିଲେ, ସାବିତ୍ରୀ, ତୁମେ କାଲି ଠିକ୍ ସମୟରେ କାମକୁ ଚାଲି ଆସିବ। ପତ୍ନୀ ପତ୍ନୀଙ୍କର ଏପରି ପରିବର୍ତ୍ତନ ଦେଖି ସାବିତ୍ରୀ ଖୁସି ହୋଇଗଲେ। ଘରକୁ ଗଲାବେଳେ ସେ ନିଜର ବେମାର ପତିଙ୍କ ପାଇଁ ବଜାରରୁ ମୌସମ୍ବୀ କିଣିନେଲେ। ଗୋଟିଏ ମୌସମ୍ବୀର ଚୋପା ଛଡ଼ାଇ ନିଜ ପତିଙ୍କ ହାତକୁ ବଢ଼ାଇ ଦେଉ ଦେଉ କହିଲେ, ତୁମର ହାତ ଗୋଡ଼ ଅଚଳ ହୋଇ ତୁମେ ଖଟରେ ପଡ଼ି ରହିଛ। ତଥାପି ତୁମେ ଆଜି ଏକ ଭଲ ଉଦାହରଣ ହୋଇପାରିଲ। ତୁମ କଥା କହି ମୁଁ ଆଜି ଏକ ଦମ୍ପତିଙ୍କ ମନରେ ଥିବା ପ୍ରାଚୀରକୁ ଭାଙ୍ଗି ପାରିଛି। ସାବିତ୍ରୀଙ୍କ ଠାରୁ ସବୁ କଥା ଶୁଣିବା ପରେ ତାଙ୍କ ପତି ମଧ୍ୟ ଆନନ୍ଦିତ ହେଲେ।